ପିଲାମାନେ ପୁଣି ଥରେ ଏ ସପ୍ତାହର ଶିଶୁ ସଂସାରକୁ ସ୍ୱାଗତ କରୁଛି। ମୁଁ ଜୟଶ୍ରୀ ଅପା। ପିଲାଏ, ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ଜଳଖିଆ ଖାଇ ତମେ ସବୁ ରେଡ଼ିଓ ପାଖରେ ବସିଯିବନି ନାଇଁ? ଆଉ ତା ଛଡ଼ା ଏବେ ତ ଆମ କାର୍ଯ୍ୟକ୍ରମ ସବୁ ତମେମାନେ ମୋବାଇଲରେ ବି ଶୁଣିପାରୁଛ। ତେବେ ଆଉ ଡେରି ନ କରି ଆରମ୍ଭ କରିବା ଏ ସପ୍ତାହର ଶିଶୁ ସଂସାର। ପ୍ରଥମେ ଶୁଣିବା ଗୀତଟିଏ। କିଏ ଗାଇବେ, କାହା ରଚନାରୁ ସେ ଗାଇବେ, ସେ କଥା ସେ ନିଜେ କହିବେ। ଆସ ଶୁଣିବା। ମୋ ନାଁ ରୁଦ୍ରା ପ୍ରସାଦ ମାଲାକାର। ମୁଁ ସେଣ୍ଟ ଜେଭିୟର ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼େ। ଆଜି ମୁଁ ତୁମମାନଙ୍କୁ ଗୋଟେ ଭଜନ ଗାଇ ଶୁଣେଇବି, ଯାହାକୁ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ। ডাকি নাহি
ବାଃ, ଖୁବ୍ ସୁନ୍ଦର ଭଜନଟି ଗାଇ ଶୁଣେଇଦେଲେ ରୁଦ୍ରପ୍ରସାଦ ମାଲାକାର। ପିଲେ, ଡକ୍ଟର ଜାକିର ହୁସେନ ଆମ ଦେଶର ତୃତୀୟ ରାଷ୍ଟ୍ରପତି ଥିଲେ। ସେ ଜଣେ ସରଳ, ସତ୍ୟନିଷ୍ଠ ଆଉ ଦେଶପ୍ରେମୀ ନେତା ଥିଲେ। ସିଏ ଜଣେ ପ୍ରସିଦ୍ଧ ଶିକ୍ଷାବିତ୍ ଆଉ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ। ଆଜିର ଦିନରେ ମାନେ ଫେବୃଆରୀ ମାସ 8 ତାରିଖରେ ସେ 1897 ମସିହାରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। ଶିକ୍ଷା ଯୋଗୁଁ ଦେଶର ବିକାଶ ସମ୍ଭବ ବୋଲି ସେ ବିଶ୍ୱାସ କରୁଥିଲେ। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ତାଙ୍କରି ଅବଦାନ। ତାଙ୍କର କାର୍ଯ୍ୟ, ଚରିତ୍ର ଆଉ ଆଦର୍ଶ ଆଜି ମଧ୍ୟ ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି। ଆସ ପିଲେ, ଆଜିର ଦିନରେ ଜାଣିବା ଡକ୍ଟର ଜାକିର ହୁସେନଙ୍କ ବିଷୟରେ। କହିଛନ୍ତି ରବୀନ୍ଦ୍ର କୁମାର ବେହେରା। ଭାରତରେ ଜନ୍ମଗ୍ରହଣ କରି ଏହାକୁ ଗୌରବାନ୍ୱିତ କରିବାରେ ଯେଉଁ ମହାପୁରୁଷମାନଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରୁ ଡକ୍ଟର ଜାକିର ହୁସେନ ଅନ୍ୟତମ। ସେ ଥିଲେ ଭାରତର ତୃତୀୟ ରାଷ୍ଟ୍ରପତି। ଜଣେ ମହାନ ଶିକ୍ଷାବିତ୍ ଓ ରାଜନେତା ଭାବେ ସେ ଖୁବ୍ ଜଣାଶୁଣା। ଶାନ୍ତ, ସହନଶୀଳତା ଓ ଧର୍ମନିରପେକ୍ଷତାର ପ୍ରତୀକ ଥିଲେ ଡକ୍ଟର ଜାକିର ହୁସେନ। ତାଙ୍କର ଉକ୍ତି ଭାରତ ଏକ ପ୍ରାଚୀନ ଜାତିର ଯୁବରାଷ୍ଟ୍ର ତାଙ୍କର ଦୂରଦୃଷ୍ଟିକୁ ପ୍ରତିଫଳିତ କରେ। ଏ ମହାନ ବ୍ୟକ୍ତିଙ୍କର ଜନ୍ମ 1897 ମସିହା ଫେବୃଆରୀ ମାସ 8 ତାରିଖରେ ହାଇଦ୍ରାବାଦରେ ହୋଇଥିଲା। ତାଙ୍କର ପିତା ଖ୍ୱାଜା ଫାୟାଜ ହୁସେନ ଜଣେ ଓକିଲ ଥିଲେ। ମାତା ଫତିମା ଖାନମ ଜଣେ ଗୃହିଣୀ ଥିଲେ। ତାଙ୍କର 7 ଜଣ ଭାଇ ଭଉଣୀ ଥିଲେ। ଏକ ସ୍ଥାନୀୟ ମାଦ୍ରାସାରୁ ସେ ଶିକ୍ଷା ଆରମ୍ଭ କରିଥିଲେ। ସେଠାରେ ସେ ଉର୍ଦ୍ଦୁ, ଆରବୀ ଓ ପାର୍ସୀ ଆଦି ଶିଖିଥିଲେ। ଏହାପରେ ଏକ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରୁ ଇଂରାଜୀ ଓ ଅନ୍ୟାନ୍ୟ ବିଷୟ ପଢ଼ିଥିଲେ। ବାଲ୍ୟକାଳରୁ ଡକ୍ଟର ଜାକିର ହୁସେନଙ୍କର ପାଠପଢ଼ା ପ୍ରତି ଖୁବ୍ ରୁଚି ଥିଲା। ତାଙ୍କ ପିତା ପାଠ ପଢ଼ିବାର ମହତ୍ତ୍ୱ ସମ୍ପର୍କରେ ତାଙ୍କୁ ବୁଝାଇଥିଲେ। ପଢ଼ିବା ପାଇଁ ଖୁବ୍ ଉତ୍ସାହିତ କରିଥିଲେ। ଇତିହାସ, ରାଜନୀତି ବିଜ୍ଞାନ ଓ ସାହିତ୍ୟ ପଢ଼ିବାରେ ତାଙ୍କର ଖୁବ୍ ରୁଚି ଥିଲା। ସେ ତାଙ୍କର ଉଚ୍ଚଶିକ୍ଷା ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ କରିଥିଲେ। 1918 ମସିହାରେ ସେ BA ପାସ୍ କରିଥିଲେ। ଏହାପରେ 1920 ମସିହାରେ ସେ MA ଓ 1926 ମସିହାରେ ଅର୍ଥଶାସ୍ତ୍ରରେ PhD ସମ୍ପୂର୍ଣ୍ଣ କରିଥିଲେ। ଶିକ୍ଷା ପ୍ରତି ଥିବା ଆଗ୍ରହ ତାଙ୍କୁ ଏତିକିରେ ସୀମିତ ରଖିନଥିଲା। ଆହୁରି ଆଗକୁ ପଢ଼ିବା ପାଇଁ ସେ ଜର୍ମାନର ବର୍ଲିନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ଶିକ୍ଷା ସମାପ୍ତି ପରେ ସେ ଶିକ୍ଷକତାକୁ ପେଶା ଭାବେ ଗ୍ରହଣ କରିଥିଲେ। ପ୍ରଥମେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ଏହାପରେ ଜାମିଆ ମିଲିଆ ଇସଲାମିଆର ସଂସ୍ଥାପକ ଭାବେ କାର୍ଯ୍ୟ କରିଥିଲେ। 1928 ମସିହାରେ ସେ ଏହାର ଭାଇସ୍ ଚାନ୍ସେଲର ହେଲେ। ସେ ରାଜ୍ୟପାଳ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। 1957ରୁ 1962 ମସିହା ପର୍ଯ୍ୟନ୍ତ ସେ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। 1962 ମସିହାରେ ଭାରତର ଉପରାଷ୍ଟ୍ରପତି ହେଲେ ଏବଂ 1967 ପର୍ଯ୍ୟନ୍ତ ଏହି ପଦବୀରେ ରହିଲେ। 1967 ମସିହା ଥିଲା ତାଙ୍କ ପାଇଁ ସ୍ମରଣୀୟ। ଏହି ବର୍ଷ ସେ ଭାରତର ତୃତୀୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଏବଂ 1969 ମସିହା ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ। ଦରିଦ୍ର ଲୋକମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସେ ଅନେକ କାର୍ଯ୍ୟ କରିଥିଲେ। ସମାଜର ମହିଳାମାନଙ୍କର ଅଧିକାର ପାଇଁ ସେ ଲଢ଼ିଥିଲେ। ସେ ଥିଲେ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ। ସେ ସର୍ବଦା ମହିଳାମାନଙ୍କୁ ଶିକ୍ଷିତ, ରୋଜଗାରକ୍ଷମ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ। ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ଦେଶକୁ ସ୍ୱାଧୀନ କରିବାରେ ଓ ଦେଶ ନିର୍ମାଣରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଏକତା ଆଣିବା ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। 1938 ମସିହାରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ବ୍ରିଟିଶ ସରକାର ତାଙ୍କୁ ଆୱାର୍ଡ଼ ଅଫ୍ ଦ ବ୍ରିଟିଶ ଏମ୍ପାୟାର ଦ୍ୱାରା ସମ୍ମାନିତ କରିଥିଲେ। 1954 ମସିହାରେ ଭାରତ ସରକାର ତାଙ୍କୁ ଦେଶର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ପଦ୍ମବିଭୂଷଣ ଉପାଧି ପ୍ରଦାନ କରିଥିଲେ। 1963 ମସିହାରେ ଦେଶ ପାଇଁ ତାଙ୍କର ଯୋଗଦାନ ତଥା ସେବା ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନେକ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଅନ୍ୟତମ। ଭାରତର ରାଷ୍ଟ୍ରପତି ଭାବେ ଦୀର୍ଘ 2 ବର୍ଷ କାର୍ଯ୍ୟ କରିବା ପରେ 1969 ମସିହା ମେ ମାସ 3 ତାରିଖରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମରଶରୀରକୁ
ଜାମିଆ ମିଲିଆ ଇସଲାମିଆର ପରିସରରେ ସମାଧି ଦିଆଗଲା। ତାଙ୍କୁ ମନେ ରଖିବା ପାଇଁ ଅନେକ ଅନୁଷ୍ଠାନର ନାମ ତାଙ୍କର ନାମ ଅନୁସାରେ ରଖାଗଲା। ସେଥିମଧ୍ୟରୁ ଜାକିର ହୁସେନ ସେଣ୍ଟର ଅଫ୍ ଏଜୁକେସନାଲ ଷ୍ଟଡିଜ୍, ଜାକିର ହୁସେନ ମେମୋରିଆଲ ହଲ୍ ଅନ୍ୟତମ। ଡକ୍ଟର ଜାକିର ହୁସେନ ପ୍ରଥମ ରାଷ୍ଟ୍ରପତି ଯିଏକି ରାଷ୍ଟ୍ରପତି ପଦବୀରେ ଥାଇ ମୃତ୍ୟୁବରଣ କରିଥିଲେ। ଡକ୍ଟର ଜାକିର ହୁସେନ ଜଣେ ଦେଶସେବକ, ଶିକ୍ଷାବିତ୍ ତଥା ରାଜନୈତିକ ବ୍ୟକ୍ତି ଭାବେ ଖୁବ୍ ପରିଚିତ। ତାଙ୍କର ଜୀବନୀ ଓ ଆଦର୍ଶ ଆମକୁ ଦେଶ ସେବା ପାଇଁ ପ୍ରେରଣା ଦେଇଥାଏ। ଶିକ୍ଷା ଓ ସେବା ମାଧ୍ୟମରେ ଆମେ ଦେଶକୁ ଦୃଢ଼ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ତାଙ୍କର କାର୍ଯ୍ୟ ଓ ବଳିଦାନ ପାଇଁ ସେ ଆଜି ଆମ ନିକଟରେ ଅମର। ଜାଣିଲ ପିଲେ, ମହାନ ଶିକ୍ଷାବିତ୍ ଆଉ ରାଜନେତା ଡକ୍ଟର ଜାକିର ହୁସେନଙ୍କ ବିଷୟରେ କହୁଥିଲେ ରବୀନ୍ଦ୍ର କୁମାର ବେହେରା। ଏବେ ଆସ ପିଲେ ଶୁଣିବା ଆଉ ଗୋଟିଏ ଗୀତ ସ୍ନେହଲତା ମହାନ୍ତିଙ୍କ ରଚନାରୁ ରୁଦ୍ରପ୍ରସାଦ ନାଲାକାରଙ୍କ କଣ୍ଠରେ। ବର୍ତ୍ତମାନ ମୁଁ ସ୍ନେହଲତା ମହାନ୍ତିଙ୍କର ଏକ ପଲ୍ଲୀ ଗୀତ ଗାଇବାକୁ ଯାଉଛି। ବାଃ, ଖୁବ୍ ସୁନ୍ଦର ଗୀତଟି ଗାଇ ଶୁଣେଇଦେଲେ ରୁଦ୍ରପ୍ରସାଦ ନାଲାକାର। ପିଲାଏ, ସନ୍ଧ୍ୟା ହେଲେ ମା କ'ଣ କରନ୍ତି କହିଲ ଦେଖି? ଘରର ସବୁ ବତି ଜାଳି ଦିଅନ୍ତି। ଭାବିଲ ଦେଖି, ଯଦି ଆମ ଘରେ ଏଇ ବିଦ୍ୟୁତ୍ ବଲ୍ବ ନଥାନ୍ତା, ଆଲୁଅ କେମିତି ହୁଅନ୍ତା? ତମେ ସବୁ ଆଲୁଅରେ ବସି କେମିତି ପାଠ ପଢ଼ନ୍ତ? ଏଇ ବିଦ୍ୟୁତ୍ ବଲ୍ବ ପଛରେ ମଧ୍ୟ ଅନେକ ଗୁଡ଼ିଏ କାହାଣୀ ରହିଛି। ବିଫଳତା ପରେ ସଫଳତାର କାହାଣୀ। ଥୋମାସ୍ ଆଲଭା ଏଡିସନ୍, ଯିଏକି ଜଣେ ଆମେରିକୀୟ ଆବିଷ୍କାରକ, ସେ ଏଇ ବିଦ୍ୟୁତ୍ ବଲ୍ବ ଉଦ୍ଭାବନ କରିଥିଲେ। ଆସ
ଏଡିସନଙ୍କ ଜୀବନଯାତ୍ରା ସମ୍ପର୍କରେ ଜାଣିବା କହିଛନ୍ତି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ। ପିଲାଟିର ବୟସ 4 କି 5 ବର୍ଷ ହେବ। ନୂଆ ଜିନିଷଟିଏ ଦେଖିଲେ ଘରେ ବାପା ମାଆଙ୍କୁ ପଚାରେ, ଏଇଟା କ'ଣ, କାହିଁକି ହେଲା, କିପରି ହେଲା, ଏମିତି କେତେ ଆଡ଼ୁ କେତେ ପ୍ରଶ୍ନ ପଚାରି ବାପା ମାଆଙ୍କୁ ବ୍ୟସ୍ତ କରିଦିଏ। ସେଦିନ ମିଲାନ ସହରକୁ ନୂଆ ହୋଇ ଘୋଡ଼ାଗାଡ଼ିଟିଏ ଆସିଥାଏ। ସେହି ସହରର ଲୋକେ ଆଗରୁ କେବେ ଘୋଡ଼ାଗାଡ଼ି ଦେଖିନଥିଲେ, ତେଣୁ ସେମାନେ ଗାଡ଼ି ପାଖରେ ଆସି ଭିଡ଼ ଜମେଇ ଦେଲେ। ସେଇ 5 ବର୍ଷର ପିଲାଟି ମଧ୍ୟ ଘୋଡ଼ାଗାଡ଼ି ଦେଖିବାକୁ ରାସ୍ତା ଉପରକୁ ଧାଇଁ ଆସିଲା। ଗାଡ଼ି ଦେଖିସାରି ସମସ୍ତେ ନିଜ ନିଜର ଘରକୁ ଫେରିଗଲେ, ହେଲେ ପିଲାଟି ଘରକୁ ଫେରିଲା ନାହିଁ। ମା ବ୍ୟସ୍ତ ହୋଇ ତାକୁ ଖୋଜିବାକୁ ଚାଲି ଆସିଲେ। ଆଉ ଟିକକ ପରେ ଗାଡ଼ି ଚାଲିବ। ଗାଡ଼ି ଚାଳକ ଗାଡ଼ି ଚଳାଇବାକୁ ପ୍ରସ୍ତୁତ ହୋଇସାରିଥିଲା। କେଜାଣି କାହିଁକି ମା ଗାଡ଼ି ତଳକୁ ଟିକେ ଚାହିଁଦେଲେ। ଦେଖିଲେ ତାଙ୍କ ପୁଅ ଗାଡ଼ି ତଳେ ପଶି ଗାଡ଼ିର କଳକବଜାକୁ ଦେଖୁଛି। ମା ଆଉ ଡେରି ନ କରି ପୁଅକୁ ଗାଡ଼ି ତଳୁ ଟାଣି ଆଣିଲେ। ନହେଲେ ସେଦିନ ସେହି ଘୋଡ଼ାଗାଡ଼ି ତଳେ ପୁଅଟି ଚାପି ହୋଇଯାଇଥାନ୍ତା ଯେ। ଜାଣିଛ ନା ପିଲେ, ସେଦିନର ସେହି କଳକବଜା ପ୍ରେମୀ ପୁଅଟିର ନାଁ କ'ଣ? ସେ ହେଲେ ବିଜ୍ଞାନର ଯାଦୁକର ଥୋମାସ ଆଲଭା ଏଡିସନ। ଖାଲି ଏଡିସନ କହିଲେ ସାରା ପୃଥିବୀର ଲୋକେ ତାଙ୍କୁ ଜାଣନ୍ତି। ଆମେରିକାର ଓହିଓ ପ୍ରଦେଶରେ ଥିବା ମିଲାନ ସହରରେ ଏଡିସନ 1847 ମସିହା ଫେବୃଆରୀ ମାସ 11 ତାରିଖରେ ଜନ୍ମଗ୍ରହଣ କରିଥିଲେ। ବାପା ସାମୁଏଲ ଏଡିସନ ଆଉ ମା ନାନ୍ସି ଇଲିୟଟଙ୍କର ସେ ଥିଲେ ଆଦରର ଧନ। ପିଲାଟି ଦିନରୁ ପାଠପଢ଼ାରେ ସେ ଖୁବ୍ ପଛୁଆ ଥିଲେ। ସ୍କୁଲର ପାଠପଢ଼ା ଅପେକ୍ଷା ଅନ୍ୟ ସବୁ ବିଷୟରେ ଟିକିନିଖି ଜାଣିବା ପାଇଁ ସେ ସବୁବେଳେ ଚାହୁଁଥିଲେ। ସ୍କୁଲ ଭଳି ଏକ କଏଦୀଖାନାରେ ବାନ୍ଧି ହୋଇ ରହିବାକୁ ତାଙ୍କର ଜମା ମନ ନଥାଏ। ଶିକ୍ଷକ ଶ୍ରେଣୀରେ ପାଠ ପଢ଼ାଇଲା ବେଳେ ସେ ବସି ଚିତ୍ର ଆଙ୍କୁଥିଲେ। ବିଜ୍ଞାନ ବହିରେ ଲେଖାଥିବା ବିଷୟକୁ ନେଇ ପରୀକ୍ଷା କରିବାକୁ ମନ ବଳାଉଥିଲେ। ଏହି କାରଣରୁ କିଛି ଦିନ ପରେ ତାଙ୍କୁ ସ୍କୁଲରୁ ବାହାର କରିଦିଆଗଲା। ସ୍କୁଲରୁ ବାହାର କରିଦେବାର କାରଣ ଲେଖି ତାଙ୍କର ଶିକ୍ଷକ ଯେଉଁ ଚିଠିଟି ଦେଇଥିଲେ, ତାଙ୍କ ମା ତାକୁ ନେଇ ନାନ୍ସି ମ୍ୟାଥ୍ୟୁ ୱିଲିନ୍ଙ୍କ ପାଖକୁ ଗଲେ। ୱିଲିନ୍ ସେହି ଚିଠିଟି ପଢ଼ି କାନ୍ଦିବାରେ ଲାଗିଲେ। ଏଡିସନଙ୍କର ମା ତାଙ୍କୁ କାନ୍ଦିବାର କାରଣ ପଚାରିବାରୁ ସେ କହିଲେ, ଏଥିରେ ଲେଖା ହୋଇଛି ଯେ ତୁମ ପୁଅ ବହୁତ ଚାଲାକ। ଆମର ସ୍କୁଲରେ ଏମିତି ଶିକ୍ଷକ ନାହାନ୍ତି ଯିଏ ତାକୁ ପାଠ ପଢ଼ାଇ ପାରିବ, ଏଣୁ ଆପଣ ତାକୁ ଘରେ ରଖି ପାଠ ପଢ଼ାନ୍ତୁ। ଏହାପରେ ଏଡିସନଙ୍କ ମା କ'ଣ କଲେ ଜାଣିଛ ନା? ହଁ ରେ ପିଲେ, ତାଙ୍କର ମା ନାନ୍ସି ଠିକ୍ କଲେ ସେ ନିଜ ଘରେ ପୁଅକୁ ରଖି ପାଠ ପଢ଼ାଇବେ। ସେ ନିଜ ଘରେ ଗୋଟିଏ ଛୋଟିଆ ବିଜ୍ଞାନାଗାର ତିଆରି କଲେ। କାଚନଳୀ, ଗନ୍ଧକ, ଏସିଡ୍ ଆଦି ବିଭିନ୍ନ ପଦାର୍ଥ କିଣି ଆଣି ରଖିଲେ। ରାସାୟନିକ ଗବେଷଣା ବିଷୟରେ ଲେଖାଥିବା ଗୋଟିଏ ବହି ଆଣି ପୁଅ ଏଡିସନକୁ ଦେଲେ, ଆଉ ତାକୁ ପ୍ରେରଣା ଦେଲେ। ଏଡିସନ ନିଜର କାମରେ ଏମିତି ହଜି ଯାଉଥିଲେ ଯେ ଖାଇବା ପିଇବା କଥା ମଧ୍ୟ ଭୁଲି ଯାଉଥିଲେ। ମା ନାନ୍ସି ତାଙ୍କୁ ମନେ ପକାଇ ଦେଲେ ସେ ଖାଇବା ପାଇଁ ଯାଉଥିଲେ। ସେତେବେଳକୁ ତାଙ୍କର ବୟସ ମାତ୍ର 10 ବର୍ଷ। 11 ବର୍ଷ ବୟସରେ ଘରେ କାମ କରୁଥିବା ପିଲାଟିକୁ ଧରି ଏଡିସନ ତାକୁ ଉଦଜାନ ଗ୍ୟାସ୍ ଖୁଆଇ ପରୀକ୍ଷା କରୁଥିଲେ। ସେଇ ପିଲାଟି ତ ମରୁ ମରୁ ବଞ୍ଚିଗଲା, ହେଲେ ମାଙ୍କ ଠାରୁ ମାଡ଼ ଖାଇ ତାଙ୍କର ପରୀକ୍ଷା ବି ବିଫଳ ହେଲା। ପାଖ ସହରକୁ ପ୍ରତିଦିନ ସେ ରେଳଗାଡ଼ିରେ ଯାଇ ପାଠାଗାରରେ ପଢ଼ାପଢ଼ି କରି ଫେରନ୍ତି। ତା ସହିତ ନିଜର ବ୍ୟବସାୟ ମଧ୍ୟ କରୁଥାନ୍ତି। ସେ ଯେଉଁ ରେଳଗାଡ଼ିରେ ଯିବା ଆସିବା କରୁଥିଲେ ସେଥିରେ ଗୋଟିଏ ଖାଲି ଡିବା ଥାଏ। ରେଳ ବିଭାଗର କର୍ମଚାରୀଙ୍କ ଅନୁମତି ନେଇ ସେ ସେଥିରେ ଗବେଷଣା କରିବା କଥା ଭାବିଲେ। ଗୋଟିଏ ଛାପାକଳ କିଣି ସେହି ଖାଲି ରେଳ ଡିବାରେ ୱିକ୍ଲି ହେରାଲ୍ଡ ନାମରେ ପତ୍ରିକାଟିଏ ବାହାର କଲେ। ତାକୁ ସେହି ରେଳଯାତ୍ରୀମାନଙ୍କୁ ବିକି 2 ପଇସା ରୋଜଗାର କଲେ। ତାହାରି ଭିତରେ ନିଜର ପରୀକ୍ଷା ମଧ୍ୟ ଚାଲୁ ରଖିଥାନ୍ତି। ଏମିତି ଦିନେ ପରୀକ୍ଷା କରୁ କରୁ ସେହି ରେଳ ଡିବାରେ ଗ୍ୟାସ୍ ବାହାରି ନିଆଁ ଲାଗିଗଲା। ତେଣୁ ଗାର୍ଡ ସାହେବ ରାଗରେ ତାଙ୍କୁ ଶକ୍ତ ଚାପୁଡ଼ାଟାଏ ପକାଇଲେ। ଫଳରେ ସବୁଦିନ ପାଇଁ ସେ କାଲା ହୋଇଗଲେ। ଏତିକିରେ ସେ ନିଜର ସାଧନା ପଥରୁ ଓହରି ଯାଇନଥିଲେ। ସେଠାରୁ ଫେରି ସେ ନିଜର ବଗିଚାରେ ଥିବା ଛୋଟିଆ ଘରେ ଗବେଷଣା କାମରେ ଲାଗି ପଡ଼ିଲେ। ପୁଅର ବିଜ୍ଞାନାଗାର ତିଆରି କରିବା ପାଇଁ ନାନ୍ସିଙ୍କ ପକ୍ଷରେ ଏତେ ସହଜ ନଥିଲା। ଗବେଷଣା ନିମିତ୍ତ ଉପକରଣମାନ ସଂଗ୍ରହ କରିବା ପାଇଁ ତାଙ୍କୁ ବାହାରେ କାମ କରିବାକୁ ପଡ଼ୁଥିଲା। କାରଣ ମା ନାନ୍ସି ନିଜର ପୁଅର ସଫଳତା ଦେଖିବାକୁ ଚାହୁଁଥିଲେ। ଆଉ ଦିନକର କଥା, ରେଳ ଲାଇନ୍ କଡ଼ରେ ରହି ଟେଲିଗ୍ରାଫ ତାର ଗଣୁଥିଲା ବେଳେ ହଠାତ୍ ଏକ ରେଳଗାଡ଼ି ମାଡ଼ି ଆସିଲା। ସେହି ରେଳ ଧାରଣା ଉପରେ ଟେଲିଗ୍ରାଫ ଅଫିସରଙ୍କ ପୁଅ ଖେଳୁଥିଲା। ଏଡିସନ ତାକୁ ଏକ ନିଶ୍ଚିତ ମରଣ ମୁହଁରୁ ରକ୍ଷା କରିଦେବାରୁ ଅଫିସର ଜଣକ ଭାରି ଖୁସି ହୋଇଗଲେ। ସେ ଏଡିସନକୁ ନେଇ ନିଜ ଅଫିସରେ ଟେଲିଗ୍ରାଫ କାମ ଶିଖାଇ ଦେଲେ। କିଛି ଦିନ ପରେ ଏଡିସନ ସେହି ବିଭାଗରେ ଅପରେଟର ଭାବରେ ଚାକିରି ପାଇଲେ। ସେତେବେଳକୁ ତାଙ୍କର ବୟସ ମାତ୍ର 16 ବର୍ଷ। ସେଠାରେ ଥାଇ ସେ ଏକ ଗନ୍ କଟନ ଯନ୍ତ୍ର ତିଆରି କରିଥିଲେ, ଯାହାକି ରେଳ ବିଭାଗର ଖୁବ୍ କାମରେ ଲାଗିଥିଲା। ସେଠାରୁ ସେ ନ୍ୟୁୟର୍କ ଚାଲିଗଲେ। ସେଇଠାରେ ଜଣେ ମାଲିକଙ୍କର
ଗୋଟିଏ ଅଚଳ ଖବର ପଠାଇବା ଯନ୍ତ୍ରକୁ ତିଆରି କରିଦେବାରୁ ମାଲିକ ଜଣକ ତାଙ୍କୁ ତାଙ୍କ କାରଖାନାରେ ମ୍ୟାନେଜର କରିଦେଲେ। ସେଇଠାରେ ଥାଇ ସେ ଅଳ୍ପ ଦିନ ଭିତରେ ଗୋଟିଏ ନୂଆ ପ୍ରକାରର ଖବର ପଠାଇବା ଯନ୍ତ୍ର ତିଆରି କଲେ। ତାକୁ ବିକି ସେ ଗୁଡ଼ାଏ ଅର୍ଥ ଲାଭ କଲେ। ତାପରେ ସେ ବିଜୁଳି ଶକ୍ତିରେ ଚାଲୁଥିବା ଭୋଟ ଗଣା ଯନ୍ତ୍ରଟିଏ ମଧ୍ୟ ବାହାର କରିଦେଲେ। ନିଜର ଗବେଷଣାରେ ଅନେକ ଥର ଅସଫଳ ହେଲା ପରେ ତାଙ୍କୁ ଯେତେବେଳେ ସଫଳତା ମିଳିବା ଆରମ୍ଭ ହେଲା, ସେତେବେଳେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ସେଦିନର ସେହି ବିସ୍ମୟ ବାଳକ ସାରା ପୃଥିବୀରେ ଜଣେ ମହାନ ବୈଜ୍ଞାନିକ ଭାବରେ ସମସ୍ତଙ୍କ ଆଗକୁ ଚାଲି ଆସିଲେ। ସେ ନ୍ୟୁୟର୍କ ସହରରେ ଗୋଟିଏ ବିଜ୍ଞାନାଗାର ପ୍ରତିଷ୍ଠା କରି ବର୍ଷକ ଭିତରେ 122ଟି ନୂଆ ଜିନିଷ ବାହାର କରିପାରିଥିଲେ। ସେ ଯେଉଁ ସବୁ ଜିନିଷ ବାହାର କରିଥିଲେ ତାକୁ ବିକିବାର ଭାର ଜଣକୁ ଦେଇଥିଲେ। ସେହି ଲୋକଟି ସରଳିଆ ଏଡିସନକୁ ଠକିଦେଲା। ଫଳରେ ଏଡିସନ୍ ନିଜର ଗବେଷଣାଗାରକୁ ଭାଙ୍ଗି ଦେଇ ୱେଷ୍ଟର୍ଣ୍ଣ ୟୁନିୟନରେ ଚାକିରି କଲେ। ନିଜର ଚାକିରି ଟଙ୍କାରୁ କିଛି ଟଙ୍କା ସାଇତି ରଖି ସେ ନ୍ୟୁଜର୍ସିର ମେନଲୋ ପାର୍କରେ ଆଉ ଗୋଟିଏ ଗବେଷଣାଗାର ବସାଇଲେ। ସେହି ବର୍ଷ ସେ ଫୋନୋଗ୍ରାଫ ନାମରେ ଏକ କଥା କୁହା ଯନ୍ତ୍ର ବାହାର କଲେ। ହଁରେ ପିଲେ, 41 ବର୍ଷ ବୟସରେ ଏଡିସନ୍ ବିଦ୍ୟୁତ୍ ବଲ୍ବ ଉଦ୍ଭାବନ କଲେ। ଏହାକୁ କରିବା ପାଇଁ ତାଙ୍କୁ ସେତେବେଳେ $40,000 ଖର୍ଚ୍ଚ କରିବାକୁ ପଡ଼ିଥିଲା। 1880 ମସିହା ଜାନୁଆରୀ 27 ତାରିଖରେ ତାଙ୍କର ଏହି ବିଦ୍ୟୁତ୍ ବଲ୍ବକୁ ଉଦ୍ଭାବନ ସତ୍ତ୍ୱାଧିକାର ମିଳିଥିଲା। ଏହାପରେ ସେ ଚାକିରି ଛାଡ଼ିଦେଇ ସମ୍ପୂର୍ଣ୍ଣ ଗବେଷଣା କାମରେ ଲାଗି ପଡ଼ିଲେ। ନିଜର ସମଗ୍ର ଜୀବନକୁ ସେ ଗବେଷଣାରେ ହିଁ ବିତାଇ ଦେଇଥିଲେ। ବିଦ୍ୟୁତ୍ ବଲ୍ବକୁ ଛାଡ଼ି ସେ ଚଳଚ୍ଚିତ୍ର ପାଇଁ କ୍ୟାମେରା, ବ୍ୟାଟେରୀ, ଅନ୍ ଅଫ୍ କରୁଥିବା ସୁଇଚ୍ ଭଳି ବହୁତ ପଦାର୍ଥ ଉଦ୍ଭାବନ କରି ଦୁନିଆରେ ଚହଳ ପକାଇ ଦେଇଥିଲେ। ଏହା ସହିତ ସେ ଟେଲିଗ୍ରାଫ, ଟେଲିଫୋନରେ ଉନ୍ନତି ଆଣିଥିଲେ। ଖନନ ଓ ସିମେଣ୍ଟ ତିଆରିକୁ ସରଳ କରାଇଥିଲେ। 1878 ମସିହାରୁ 1900 ମସିହା ମଧ୍ୟରେ ସେ ତାଙ୍କର ସବୁ ଉଦ୍ଭାବନ କରିଥିଲେ। ଏତେ ଗୁଡ଼ିଏ ଜିନିଷ ବାହାର କରିଥିବାରୁ ମେଲନ୍ କଂଗ୍ରେସ ପକ୍ଷରୁ ତାଙ୍କୁ ଏକ ସ୍ୱର୍ଣ୍ଣ ପଦକ ପୁରସ୍କାର ମିଳିଥିଲା। ଏହି ମହାନ ବୈଜ୍ଞାନିକ ଏଡିସନ୍ ନିଜର ଗବେଷଣା କାମରେ ଏମିତି ବୁଡ଼ି ରହୁଥିଲେ ଯେ ଛୋଟ ଛୋଟ କଥାରେ ମୁଣ୍ଡ ପୁରାଇବାକୁ ତାଙ୍କୁ ଜମା ବେଳ ମିଳୁନଥିଲା। ଗବେଷଣା କାମ କଲା ପରେ ସେ ବ୍ୟବସାୟରେ ମନ ଦେଇଥିଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ନିଜର କାମରେ ବ୍ୟସ୍ତ ରହୁଥିଲେ। ସେଦିନ ଥିଲା 1931 ମସିହା ଅକ୍ଟୋବର ମାସ 18 ତାରିଖ। ତାଙ୍କୁ ସେତେବେଳେ 84 ବର୍ଷ ବୟସ ହୋଇଥାଏ। ଏମିତି ଦିନେ କାମ କରୁ କରୁ ସେ ଆରପାରିକୁ ଚାଲିଗଲେ। ହଁରେ ପିଲେ, ବିଜ୍ଞାନର ଯାଦୁକର ଥୋମାସ୍ ଆଲଭା ଏଡିସନ୍ ଆଜି ଆଉ ଆମ ଗହଣରେ ନାହାନ୍ତି ସତ, ହେଲେ ସେ ଯେଉଁ ସବୁ ଜିନିଷ ଉଦ୍ଭାବନ କରି ଯାଇଛନ୍ତି ତାହା ତାଙ୍କୁ ଆଜି ମଧ୍ୟ ଚିରଦିନକୁ ଅମର କରି ରଖିଛି। ସେ ଉଦ୍ଭାବନ କରିଥିବା ଜିନିଷ ଗୁଡ଼ିକୁ ଆମେ ବ୍ୟବହାର କଲାବେଳେ ତାଙ୍କୁ ମନେ ପକାଉଛୁ। ମୁଁ ବିଫଳ ହେଇନି, କେବଳ ସଫଳତାର 1000ଟି ଉପାୟ ପାଇଛି ବୋଲି କହିଥିଲେ ଏଡିସନ୍। ତେଣୁ ପିଲେ, ଜୀବନରେ ବିଫଳ ହେଲେ ହାର ନ ମାନି ପୁଣି ଥରେ ଉଠି ପରିଶ୍ରମ କରିବ। ଦେଖିବ ଦିନେ ନା ଦିନେ ସଫଳତା ନିଶ୍ଚୟ ମିଳିବ। ଥୋମାସ୍ ଆଲଭା ଏଡିସନ୍ଙ୍କ ବିଷୟରେ ଜାଣିଲ, କହୁଥିଲେ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ। ସତରେ ପିଲେ, ଏବେ ତମ ସମସ୍ତଙ୍କର ପରୀକ୍ଷାର ସମୟ। ବର୍ଷଯାକର ପରିଶ୍ରମର ଫଳ ଏବେ ମିଳିବ। ଯିଏ ଯେତେ ପରିଶ୍ରମ କରିଥିବ, ମନ ଦେଇ ପାଠ ପଢ଼ିଥିବ, ତାର ପରୀକ୍ଷା ଫଳ ସେତେ ଭଲ ହେବ। ତେଣୁ ସମୟ ଅତି ମୂଲ୍ୟବାନ। ତାକୁ ନଷ୍ଟ ନ କରି ତାର ସଦୁପଯୋଗ କର। ପଢ଼ାଯାଇଥିବା ପାଠକୁ ପୁଣି ଆଉଥରେ ରିଭିଜନ୍ କରି ପଢ଼ିନିଅ। କଷ୍ଟ ପାଠକୁ ନ ଡରି ବେଶୀ ସମୟ ଦିଅ। ନିଷ୍ଠାର ସହ ପଢ଼ିଲେ ଶେଷରେ ତମେମାନେ ଉପଯୁକ୍ତ ଆଉ ଉତ୍ତମ ଫଳ ପାଇବ। ହଉ ପିଲେ, ଆଜିର କାର୍ଯ୍ୟକ୍ରମ ତମକୁ କେମିତି ଲାଗିଲା ସେ ବିଷୟରେ ନିଶ୍ଚୟ ଚିଠିରେ ଲେଖି ଆମ ପାଖକୁ ପଠାଇବ। ଚିଠି ଲେଖିବାର ଠିକଣା ହେଲା ଶିଶୁ ସଂସାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ, କଟକ, ପିନ୍କୋଡ୍ 753001। ପିଲାଏ, ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ରବିବାର ଠିକ୍ ସକାଳ 7:25 ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜି ପାଇଁ ଏତିକି।